ଗୋଟିଏ ଜଙ୍ଗଲ ମଧ୍ୟରେ ଏକ ବୁଦ୍ଧିମାନ ପୁରୁଣା ପେଚା ବାସ କରୁଥିଲା। ସେ କେବଳ ନିଜର ଚକ୍ଷୁ ଏବଂ ଚମତ୍କାର ବୁଦ୍ଧି ପାଇଁ ନୁହେଁ, ବରଂ ଜଙ୍ଗଲରେ ବ୍ୟାପିଥିବା ଗୁଜବର ସ୍ରୋତରୁ ସତ୍ୟ ଜାଣିବାର କ୍ଷମତା ପାଇଁ ମଧ୍ୟ ଜଣାଶୁଣା ଥିଲା। ଦିନେ ଖରାଦିନେ ସାବି ନାମକ ଟିକି ଠେକୁଆ ଏକ ଚିନ୍ତିତ ଅଭିବ୍ୟକ୍ତି ସହିତ ପେଚା ପାଖକୁ ଆସି କହିଲା, ମୁଁ ଶୁଣିଛି ଯେ ଗଧିଆମାନେ ପୁରା ଜଙ୍ଗଲକୁ ଦଖଲ କରିବାକୁ ଯୋଜନା କରୁଛନ୍ତି। ସେମାନେ ଅନ୍ୟ ପଶୁମାନଙ୍କ ସହ ଅଂଶୀଦାର କରି ଏହାକୁ ଗ୍ରହଣ କରିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି। ପେଚା ଆଖିକୁ ଉପରକୁ ଉଠାଇଲା। ଏହା କୌତୂହଳପୂର୍ଣ୍ଣ ବୋଲି ସୂଚାଇଲା। ଯୁବକ ଠେକୁଆ, ତୁମେ ଯାହା ଶୁଣୁଛ ତାହା ବିଶ୍ୱାସ କର ନାହିଁ। କୌଣସି କାହାଣୀର ସର୍ବଦା ତିନୋଟି ପାର୍ଶ୍ୱ ଥାଏ, ତୁମର, ସେମାନଙ୍କର ଏବଂ ସତ୍ୟ। ସିଦ୍ଧାନ୍ତକୁ ଯିବା ପୂର୍ବରୁ ଆସ ଅନୁସନ୍ଧାନ କରିବା। ସୂଚନା ସଂଗ୍ରହ କରିବାକୁ ପେଚା ଏବଂ ସାବି ଏକତ୍ର ଯାତ୍ରା କଲେ। ସେମାନେ ପ୍ରଥମେ ଗଧିଆମାନଙ୍କୁ ପରିଦର୍ଶନ କରିଥିଲେ, ଯେଉଁମାନେ ଦକ୍ଷ ନିର୍ମାଣକାରୀ ଥିଲେ ଏବଂ ନଦୀକୂଳରେ ସେମାନଙ୍କର ଘର ଥିଲା। ବାଟରେ ବିଲେଇମାନଙ୍କ ସହ ଏକଥା ଆଲୋଚନା କରିଥିଲେ। ସେମାନେ ଦାବି କରନ୍ତି ଯେ ଗଧିଆମାନେ ଜଙ୍ଗଲକୁ ଏକ ରହସ୍ୟମୟ ବାହାର ଲୋକକୁ ରକ୍ଷା କରିବାରେ ସାହାଯ୍ୟ କରୁଛନ୍ତି। ଏକଥା ଶୁଣି ସେ ଦୁହିଁଙ୍କୁ ଲାଗୁଥିଲା ଯେ ଗଧିଆମାନଙ୍କୁ ସେମାନେ ଭୁଲ ବୁଝିଛନ୍ତି। ସେମାନେ ଜଙ୍ଗଲକୁ ଗଭୀରକୁ ଯିବାବେଳେ ସେମାନେ ଭାଲୁକୁ ଭେଟିଥିଲେ, ଯିଏ ତାର ଅଦ୍ଭୁତ ଶକ୍ତି ଏବଂ କୋମଳ ହୃଦୟ ପାଇଁ ଜଣାଶୁଣାଥିଲା। ପରିସ୍ଥିତି ଏପରି ହେଲା ଯେ ଗଧିଆମାନେ ଆକ୍ରମଣକାରୀଙ୍କ ଅପେକ୍ଷା ରକ୍ଷକ ଥିଲେ ବୋଲି ଜଣାପଡ଼ିଲା। ସାବିର ଆଖି ବଡ଼ ହୋଇଗଲା ଯେତେବେଳେ ସେ ଅନୁଭବ କଲା ଯେ ସେ ଶୁଣିଥିବା କାହାଣୀଗୁଡ଼ିକ ସମ୍ପୂର୍ଣ୍ଣ ସଠିକ୍ ହୋଇନପାରେ। ପେଚା ତାକୁ ଆଖିରେ ଇସାରା ଦେଇ ମନେ ପକାଇଦେଲା, ପ୍ରିୟ, ସର୍ବଦା ଏକାଧିକ ଦୃଷ୍ଟିକୋଣରୁ ବିଚାର କର। ଆସ ସତ୍ୟ ଖୋଜିବା। ସେମାନେ ସିଧାସଳଖ ଗଧିଆମାନଙ୍କ ସହିତ ମୁହାଁମୁହିଁ ହେବାକୁ ସ୍ଥିର କଲେ ଏବଂ ଗଧିଆମାନଙ୍କ ଗୁମ୍ଫା ନିକଟରେ ପହଞ୍ଚିବା ପରେ ସେମାନଙ୍କୁ ସେମାନଙ୍କର ନେତା ବିକ୍ରମ ସ୍ୱାଗତ କରିଥିଲା। ବିକ୍ରମ ଏକ ମହାନ ଧୂସର ଗଧିଆ। ସାବି ଶୁଣିଥିବା ଗୁଜବକୁ ସେୟାର କଲାବେଳେ ଧୈର୍ଯ୍ୟର ସହ ଶୁଣିଲା। ବିକ୍ରମ ହସି ହସି ଉତ୍ତର ଦେଲା, ପ୍ରିୟ ବନ୍ଧୁଗଣ, ଆମେ ଜଙ୍ଗଲକୁ ନେବା ପାଇଁ ଏଠାକୁ ଆସିନାହୁଁ। ଆମେ ସୌହାର୍ଦ୍ଦ୍ୟ ଏବଂ ସହଯୋଗରେ ବିଶ୍ୱାସ କରୁ। ବାସ୍ତବରେ ଆମେ ଅନ୍ୟ ପଶୁମାନଙ୍କ ସହ ମିଶି ଆମ ଘରକୁ ବାହ୍ୟ ବିପଦରୁ ରକ୍ଷା କରିବା ପାଇଁ କାର୍ଯ୍ୟ କରୁଛୁ। ସତ୍ୟ ପଦାକୁ ଆସିବା ପରେ ଏହା ସ୍ପଷ୍ଟ ହୋଇଗଲା ଯେ ଗଧିଆମାନେ ସମସ୍ତେ ଭାବୁଥିବା ଭିଲେନ୍ ନୁହନ୍ତି। ବାସ୍ତବରେ ସେମାନେ ଜଙ୍ଗଲର ରକ୍ଷକ ଥିଲେ। ସନ୍ତୁଳନ ଏବଂ ନିରାପତ୍ତା ବଜାୟ ରଖିବା ପାଇଁ ବିଭିନ୍ନ ପ୍ରଜାତି ସହିତ ସହଯୋଗ କରିଥିଲେ। ସାବି ଭାବପ୍ରବଣତାର ମିଶ୍ରଣ ଅନୁଭବ କଲା, ଆରାମ, କୃତଜ୍ଞତା ଏବଂ ଏକ ନୂତନ ବୁଝାମଣା। ସେଗୁଡ଼ିକ ତୁମର, ସେମାନଙ୍କର ଏବଂ ସତ୍ୟ। ବିଚାର କରିବା ପୂର୍ବରୁ ସତ୍ୟ ଖୋଜିବା ଜରୁରୀ ଅଟେ। ଦୁହେଁ ପ୍ରକୃତ କାହାଣୀରେ ସଜ୍ଜିତ ଜଙ୍ଗଲର କେନ୍ଦ୍ରକୁ ଫେରିଛନ୍ତି। ସେ ସମସ୍ତ ପଶୁମାନଙ୍କୁ ଏକ ସଭାରେ ଏକାଠି କରି ସେମାନେ ଆବିଷ୍କାର କରିଥିବା ରହସ୍ୟ ବାଣ୍ଟିଥିଲେ। ଯେତେବେଳେ ସତ୍ୟ ପ୍ରକାଶ ହେଲା, ଜୀବମାନଙ୍କ ମଧ୍ୟରେ ଏକତା ବିକଶିତ ହେଲା। ଭୟ ଏବଂ ସନ୍ଦେହ ସହଯୋଗ ଏବଂ ବିଶ୍ୱାସ ଦ୍ୱାରା ବଦଳାଗଲା। ଆସନ୍ତୁ ବଦଳିବା ସହିତ ଜଙ୍ଗଲଟି ନୂତନ ସମନ୍ୱୟ ସହିତ ଆଗକୁ ବଢ଼ିବାକୁ ଲାଗିଲା। ଠେକୁଆ ତାର ଭୁଲ ବୁଝିଗଲା। ସଂରକ୍ଷଣକାରୀ ତଥା ବିଭିନ୍ନ ପ୍ରାଣୀ ସମ୍ପ୍ରଦାୟ ଏକତ୍ର ବୁଝିବାକୁ ଲାଗିଲେ। ସାବି ବର୍ତ୍ତମାନ ବୁଦ୍ଧିମାନ ଏବଂ ଅଧିକ ଖୋଲା ମନୋଭାବ। ପ୍ରାଚୀନ ବଡ଼ଗଛ ତଳେ ପେଚା ସହିତ ବସିଥିବା ସମୟରେ ସେ ଶିଖିଥିବା ମୂଲ୍ୟବାନ ଶିକ୍ଷା ଉପରେ ମନନ କରିଥିଲା। ଜଙ୍ଗଲ ଥରେ ଅସନ୍ତୋଷର ଶିକାର ହୋଇ ସତ୍ୟ ଆବିଷ୍କାର ଏବଂ ଏକାଧିକ ଦୃଷ୍ଟିକୋଣ ବୁଝିବାର ଶକ୍ତି ପାଇଁ ଏକ ପ୍ରମାଣ ହୋଇଗଲା। ତେଣୁ ପେଚା, ସାବି ଏବଂ ଜଙ୍ଗଲର କାହାଣୀ ପିଢ଼ି ପରେ ପିଢ଼ି ଚାଲି ଆସିଥିବା ଏକ ପ୍ରିୟ କାହାଣୀ ହୋଇଗଲା। ଏହା ସ୍ମରଣ କରିଦିଏ ଯେ ଜୀବନର ପ୍ରତିଟି ମୁହୂର୍ତ୍ତରେ ପ୍ରତ୍ୟେକ ସୂତା ଯେତେ ଭିନ୍ନ ହେଉନା କାହିଁକି ସମଗ୍ର ସୌନ୍ଦର୍ଯ୍ୟର ସହାୟକ ହୁଏ। ଯଦି ଆପଣମାନଙ୍କୁ ଆମର ଭିଡ଼ିଓଟି ଭଲ ଲାଗିଥାଏ ତେବେ ସେୟାର, କମେଣ୍ଟ ଓ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ଧନ୍ୟବାଦ।